ମାନେ ଆସିଲୁ ଶୁଚି ହେଲୁ, ପାପ ସ୍ୱୀକାର କଲୁ, ପବିତ୍ର ହେଲୁ ଆଉ ଆମମାନେ ପ୍ରସ୍ତୁତ ହେଉଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହେଲେ ତାଙ୍କ ସହିତ ସାକ୍ଷାତ କରିବା ପାଇଁ। କିନ୍ତୁ ଏ ହଲ୍ର ବାହାରେ ବହୁତ ଲୋକ ଅଛନ୍ତି ସେମାନେ ଏବେ ପର୍ଯ୍ୟନ୍ତ ପ୍ରଭୁଙ୍କ ପରିଚୟ ପାଇନାହାନ୍ତି। ଆମ ଗ୍ରାମରେ ଅଛନ୍ତି, ଆମ ସହରରେ ଅଛନ୍ତି, ଆମ ବସ୍ତିରେ ଅଛନ୍ତି, ଆମ ଅଫିସରେ ଅଛନ୍ତି, ଆମ କଲେଜରେ ଅଛନ୍ତି, ଆମ ହଷ୍ଟେଲରେ ଅଛନ୍ତି, ଆମ ରାଜ୍ୟରେ ଅଛନ୍ତି, ଆମ ଦେଶରେ ଅଛନ୍ତି। ସେମାନଙ୍କ ପାଖକୁ କିଏ ଯିବ? ସେନା କାର୍ଯ୍ୟ କେବଳ ପ୍ରଚାରକ ପାଳକମାନଙ୍କ ଦାୟିତ୍ୱ ନୁହଁ, ଏହା ସମସ୍ତଙ୍କ ଦାୟିତ୍ୱ ଅଟେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଯୋଉଠି ବି ଅଛନ୍ତି ସେଇଠି ଗୋଟେ ମିଶନାରୀ ଭାବରେ ଅଛନ୍ତି। ଆପଣଙ୍କୁ ମିଶନ ଫିଲ୍ଡ ଖୋଜିବାକୁ ଯିବା ଦରକାର ନାହିଁ। ପ୍ରଭୁ ମୁଁ କୋଉଠି ଯିବି ବୋଲି ପ୍ରଭୁ କହିବେ ତୁ ଯୋଉଠି ଅଛୁ ସେଇଟା ତୋର ମିଶନ ଫିଲ୍ଡ ଅଟେ। ଆପଣ ଯୋଉଠି ଅଛନ୍ତି ସେଇଟା ଆପଣଙ୍କର କର୍ମକ୍ଷେତ୍ର ଅଟେ ଆଉ ସେଇଠି ଆପଣଙ୍କୁ ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା ପାଇଁ ପଡ଼ିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ବାଇବଲର ପରମେଶ୍ୱର ଆହ୍ୱାନ କରିବା ପରମେଶ୍ୱର, ଆହ୍ୱାନ କରିବା ପରମେଶ୍ୱର। ଆଉ ସେ ଆଜି ବି ଅପେକ୍ଷା କରିଛନ୍ତି କିଏ ଅଛି ଆମମାନଙ୍କ ପାଇଁ ଯିବ। ପ୍ରଭୁ ଚାହୁଁଛନ୍ତି ଯେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ନେଇଯିବା ପାଇଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନର ବିଳମ୍ବ କାହିଁକି ହେଉଛି? ସେ କାହିଁକି ବିଳମ୍ବ କରୁଛନ୍ତି? ଯଦି ଗୋଟିଏ ପଦ ଆମେ ପଢିବା, 2 Peter 3 ପର୍ବ ତାର 9 ପଦ, 2 Peter 3 ପର୍ବ 9 ପଦ। ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣ ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ। କିନ୍ତୁ ଯେପରି କେହି ବି ନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି। ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ସେ ବିଳମ୍ବ କରୁଛନ୍ତି, ସେ ଅପେକ୍ଷା କରିଛନ୍ତି କାଳେ କିଏ ଆସିବ କି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ତ ବାରମ୍ବାର ବାକ୍ୟ ଶୁଣୁଛୁ, କିନ୍ତୁ ଆମ ଦେଶରେ ଏମିତି ଅନେକ ଲୋକ ଥରେ ମଧ୍ୟ ଶୁଣି ନାହାନ୍ତି ଆଉ ସେମାନେ ବହୁତ ଦୂରରେ ନାହାନ୍ତି। ଆମ ପାଖରେ ଏକା ଅଛନ୍ତି, ଆମ ପାଖ ଗାଁରେ ଅଛନ୍ତି, ଆମ ସାହିରେ ଅଛନ୍ତି, ଆମ କଲୋନୀରେ ଅଛନ୍ତି, ଆମର କଲିଗ ହେଇକି ଅଛନ୍ତି, ଆପଣଙ୍କର ଆପାର୍ଟମେଣ୍ଟରେ ଅଛନ୍ତି, ଆପଣଙ୍କ ଡିପାର୍ଟମେଣ୍ଟରେ ମଧ୍ୟ ସେମାନେ ଅଛନ୍ତି, କିନ୍ତୁ ସେମାନଙ୍କୁ କହିବାକୁ କେହି ନାହାନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁଙ୍କର ଆହ୍ୱାନ କଣ ଅଟେ? ଆମେ ଯଦି ଦେଖିବା ମାଥ୍ୟୁ 11 ପର୍ବ 28 ପଦ, ମାଥ୍ୟୁ 11:28। हे परिश्राନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ। ସମସ୍ତେ ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ତୁମେ କଣ କର? ମୋ ନିକଟକୁ ଆସ। ଏଇଟା ପ୍ରଭୁଙ୍କର ଆହ୍ୱାନ, ତୁମେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। କିଏ ବିଶ୍ରାମ ଦେବେ? ମୁଁ ତୁମମାନଙ୍କୁ ରେଷ୍ଟ ଦେବି, ମୁଁ ତୁମକୁ ଦେବି। ତୁମେ କଣ କର? ତୁମେ ମୋ ପାଖକୁ ଆସ, ତୁମେ ମୋ କତିକି ଆସ, ତୁମେ ମୋ ନିକଟକୁ ଆସ, ମୁଁ ତୁମକୁ କଣ କରିବି? ବିଶ୍ରାମ। ଆଉ କେ ବିଶ୍ରାମ ଦେବେ? ସେ କହୁଛନ୍ତି ତୁମେ ମୋ ନିକଟକୁ ଆସ। ଆପଣ ଦେଖିବେ ମାଥ୍ୟୁ 4 ପର୍ବ 19 ପଦ। ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି। କଣ କରିବେ? ତୁମେ ମୋହର ପଛରେ ଆସ। ପ୍ରଥମରେ କହିଲେ ମୋ ପାଖକୁ ଆସ। କଣ କହିଲେ? ତୁମେ ମୋ ପାଖକୁ ଆସ, ମୁଁ ତୁମକୁ କଣ କରିବି? ବିଶ୍ରାମ ଦେବି। ଏବେ କଣ କହୁଛନ୍ତି? ମୋର ପଛରେ ଆସ, ମୋ ପଛରେ ଆସ। ଖାଲି ଗୀତ ବୋଲି କହୁଛୁ, କଣ ଯାଏଗା, କଣ ଯାଏଗା, କଣ ଯାଏଗା। ମୁଁ ଯିବି ବୋଲି କହିଲେ କଥା, ଖାଲି ଗୀତ ବୋଲି କହୁଛନ୍ତି। ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା। କେତେ ଗାଇବାରେ ଗୀତ? ଯଦି ଯାଉନାହାନ୍ତି ଗାଆନ୍ତୁ, ଗାଆନ୍ତୁ।
ଚର୍ଚ୍ଚରେ ଗାଉଛନ୍ତି, ମହିଳା ସମିତି ଗାଉଛି, ସବୁ ଗାଉଛନ୍ତି। କିଏ ଯିବା ଲୋକରେ ଖାଲି ସୁସମାଚାର ପ୍ରତି ଗାଁକୁ, କୋଉ ଗାଁକୁ ଯାଉଛନ୍ତି? ବାପା ଘର ଗାଁକୁ ଯାଉଛନ୍ତି, ଶ୍ୱଶୁର ଘର ଗାଁକୁ ଯାଉଛନ୍ତି, ବୁଲିବା ପାଇଁ ଉଟି ଯାଉଛନ୍ତି, ବେଙ୍ଗଲୋର ଯାଉଛନ୍ତି, ହାଇଦ୍ରାବାଦ ଯାଉଛନ୍ତି, କୋଉଠି ଯାଉଛନ୍ତି ଆପଣ? ପ୍ରତି ଗାଁକୁ ଯିବା ତମର କଣ ମଣ୍ଡଳୀ ଠିଆ ହବ, ମଣ୍ଡଳୀ ଠିଆ ହେଲେ ଆମେ ସଫଳ ହବ। ଖାଲି ଗୀତ କିଏ ଅଛି, କିଏ ଅଛି, ମୁଁ ଅଛି, ମୁଁ ଅଛି। ମୋର ପ୍ରିୟ ଭାଇ ମାନଙ୍କୁ ପ୍ରଭୁ କହୁଛନ୍ତି ତୁମେ ମୋ ପାଖକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି। ମତେ ତୁମେ ମୋ ପଛରେ ଆସ, ମୋ ପଛରେ ଆସ। ପ୍ରଥମେ କହିଲେ କମ୍ ଟୁ ମି, ତାପରେ କହିଲେ କମ୍ ଆଫ୍ଟର ମି, ତୁମେ ମୋ ପଛରେ ଆସ। ଯୀଶୁଙ୍କ ପାଖକୁ ଗଲେ କଣ ହୁଏ ପ୍ରିୟମାନେ? ଆଶୀର୍ବାଦ ମିଳେ। ଯୀଶୁଙ୍କ ପଛରେ ଗଲେ ଆଶୀର୍ବାଦ ଛାଡ଼ିକି ଯିବା ପାଇଁ ପଡ଼େ। କୃଷ ନିକଟକୁ ଆସିଲେ ପରିତ୍ରାଣ ମିଳେ, ଯୀଶୁଙ୍କ ପଛରେ ଚାଲିଲେ କୃଷ ବହନ କରି ଯିବା ପାଇଁ ପଡ଼େ। ତ ଲୋକମାନେ କଣ କରନ୍ତି? କୃଷ ବହନ କରିବାକୁ ଇଚ୍ଛା କରନ୍ତି। ଦେଖିଲେ ଲୋକମାନେ କୃଷ ପିନ୍ଧିବାକୁ ଇଚ୍ଛା କରନ୍ତି। ଭଉଣୀମାନେ ସ୍ୱାମୀ ଗୋଟେ ଚେନ୍, ମୋ ପୁତ୍ର ଅଛି, ଏଇଟା ଗୋଟେ ଚେନ୍, ତାପରେ ଚେନ୍ କିଣିଲା ପରେ ଖାଲି ଖାଲି ଦେଖାଯାଉଛି ଗୋଟେ କ୍ରସ୍ ହେଲେ ଭଲ ଭାଇ ମାନେ ଲୋକମାନଙ୍କୁ କ୍ରସ୍ ପିନ୍ଧିବାର ଦେଖିଲେ, କିଏ ବଡ ବଡ କ୍ରସ୍ ପିନ୍ଧିଥିଲେ। ପ୍ରଭୁ ଆମକୁ କ୍ରସ୍ ପିନ୍ଧିବା ପାଇଁ କହିନାହାନ୍ତି, କ୍ରସ୍ ବହନ କରି କୃଷ ବହନ କରି ଯିବା ପାଇଁ, କୃଷ ବହନ କରିବା ପାଇଁ। ଆଜି ସିଦ୍ଧାନ୍ତ ନେବା, ପ୍ରାର୍ଥନା କରିବା, ପ୍ରଭୁ ପ୍ରଭୁ ମୁଁ ତ ତୁମ ନିକଟକୁ ଆସିଛି, ଏବେ ତୁମ ପଛରେ ଚାଲିବା ପାଇଁ ଚାହୁଁଛି। ତୁମେ ମତେ ଯୋଉଠିକି ପଠେଇବ ମୁଁ ସେଇଠିକି ଯିବି ପ୍ରଭୁ। ଆଜି ଆପଣ ଗଲାବେଳକୁ ଗୋଟେ କମିଟମେଣ୍ଟ, ଗୋଟେ ପ୍ରେୟାର ସହିତ ଯିବେ, ପ୍ରଭୁ ମୁଁ ଅଛି, ମତେ ପଠାଅ, ମୁଁ ଯିବା ପାଇଁ ଚାହୁଁଛି। ଆପଣ ଯୋଉଠି ଅଛନ୍ତି, ଆପଣ ସରକାର ଚାକିରି କରିଛନ୍ତି, ବେସରକାରୀ ଚାକିରି କରିଛନ୍ତି, ଷ୍ଟୁଡେଣ୍ଟ ଅଛନ୍ତି, ଅଫିସ ଅଛନ୍ତି, ଆପଣ କାମ କରନ୍ତୁ। ଯୋଉଦିନ ପରମେଶ୍ୱର ଆପଣଙ୍କୁ ସବୁ ଛାଡ଼ିକି ଆସିବା ବୋଲି କହିବେ, ସବୁ ଛାଡ଼ିକି ପଳେଇ ଆସନ୍ତୁ। ମୋର ଆସନ୍ତାକାଲି ଆପଏଣ୍ଟମେଣ୍ଟ ଲେଟର ଆସିଥିଲା, ମାନେ କାଲିକି ମୋର ଆପଏଣ୍ଟମେଣ୍ଟ ଅଛି। ମୁଁ ଲେଟର ଦେଖିକି ଆସନ୍ତାକାଲି ଆପଏଣ୍ଟମେଣ୍ଟ ଅଛି, ଆଜି ମୁଁ ବାହାରି ପଡ଼ିଲି। टीचरशिप अपॉइंटमेंट में आसीला, ମୁଁ ଦେଖିଲି ଅମକ ଜାଗାରେ ତମର ପୋଷ୍ଟିଂ ହେଇଛି, ତୁମେ ଯିବ। ତା ସକାଳେ ମୁଁ ବେଗ କରି ବାହାରିଲି, ବାବାଙ୍କୁ କହିଲି ବାବା ମୁଁ ଯାଉଛି ସେବା କରିତେ। ଠିକ ଅଛି, କିଛି କହିନାହାନ୍ତି, ତୁ ଟିଚର ହେ, ତୁ ଅମକ କରେ, କିଛି କହିନାହାନ୍ତି। ତାଙ୍କର ଇଚ୍ଛା ଥିଲା ମୁଁ ଡକ୍ଟର ହେବି ବୋଲି, କିନ୍ତୁ ମୁଁ ତ ଡକ୍ଟର ହେଇପାରିଲି ନାହିଁ, ସଦାପ୍ରଭୁଙ୍କ ଡାକ୍ତର ହେଇଛି। କ'ଣ ମୁଁ ଡକ୍ଟର ନୁହେଁ, ମୋର କାମ କର ଭାଇ ଭଉଣୀ ମାନେ। ମୁଁ ଯେକୌଣସି ମିଟିଂ କୁ ଯାଏ, ଲୋକମାନଙ୍କୁ ପାପ ଛାଡ଼ିବା ପାଇଁ କୁହେ, ପାପ ଛାଡ଼, ପାପର ଗଦା କରିଦିଅ, ସବୁ ଗଦା ବାହାରେ ଫୋପାଡ଼ି ଦିଏ। ତାପରେ ମୋର କାମ ଆଉ କିଛି କାମ ନାହିଁ। ଆମେ ପାପ ସହିତ ଚର୍ଚ୍ଚ ଆସିପାରିବା, ପାପ ସହିତ ସେବା କରିପାରିବା, ପାପ କରି ଗୀତ ଗାଇପାରିବା, ପାପ କରି ମିନିଷ୍ଟ୍ରି କରିପାରିବା, କିନ୍ତୁ ପାପ ସହିତ ସ୍ୱର୍ଗକୁ ଯାଇପାରିବା। ଏଇଟା ମୁଁ ଲୋକମାନଙ୍କୁ କୁହେ। ଦ୍ୱିତୀୟ ବିଷୟ କଣ କହୁଛନ୍ତି? ମୋର ପଛରେ ଆସ। ତୁମେ ମୋ ପଛରେ ଆସିବ ଯେ, ମୋ ପଛରେ ଆସିବା ପାଇଁ କଣ ଦରକାର ଅଛି? ମାର୍କ 3 ପଢିବ, 13-14। ମାର୍କ 3:13-14। ଯୀଶୁ ପର୍ବତ ଉପରକୁ ଯାଇ ଯେଉଁମାନଙ୍କୁ ଇଚ୍ଛା କଲେ ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ। ପୁଣି ସେ 12 ଜଣଙ୍କୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ। ପ୍ରଥମ କଥା କଣ କହିଲେ? ପ୍ରଭୁ କହିଲେ ତୁମେ ମୋ ପାଖକୁ ଆସ। ଯଦି ତୁମେ ବିଶ୍ରାମ ଚାହୁଁଛ ମୋ ପାଖକୁ ଆସ। ତାପରେ କହିଲେ କଣ? ପ୍ରଥମରେ ମୋ ନିକଟକୁ ଆସ, ମୁଁ ତୁମକୁ କଣ କରିବି? ତାପରେ କହିଲେ ମୋ ପଛରେ ଆସ। ଆଉ ତାଙ୍କ ପଛରେ ଆସିବା ଲୋକମାନେ କଣ କହିଲେ? ଏବେ ତୁମେ ମୋ ସହିତ ରୁହ, ମୋ ସହିତ ରୁହ। କାହିଁକି ରହିବ? ଯେପରି ତୁମେ ପ୍ରଚାର କରିବା ପାଇଁ ଯିବ। ଭାଇ ଭଉଣୀ ଶୁଣନ୍ତୁ, ଯଦି ଆପଣ ପ୍ରଭୁଙ୍କ ସହିତ ରହିବେ ନାହିଁ, ଆପଣ ପ୍ରଭୁଙ୍କୁ ଭଲରେ ଜାଣିପାରିବେ ନାହିଁ। ଆପଣ ଜାଣିପାରିବେ ନାହିଁ। ଆପଣଙ୍କୁ ପ୍ରଭୁଙ୍କ ସହିତ ରହିବା ଦରକାର। ଆପଣ ଯାହା ସହିତ ବେଶୀ ସମୟ ରହିବେ, ତାହା ଭଳିଆ ହେବେ। ଆପଣ ମୋବାଇଲ ସହିତ ରହିବେ, ସାଙ୍ଗମାନଙ୍କ ସହିତ ରହିବେ, ଜଗତ ଆପଣ ଯାହା ସହିତ ରହିବେ, ତାହା ଭଳିଆ ଆପଣ ହେବେ। ଯଦି ପ୍ରଭୁଙ୍କ ସହିତ ରହିବେ,
আপনি দেখନ୍ତୁ ମଶା 40 ଦିନ ପ୍ରଭୁଙ୍କ ସ୍ତର ରହିଲେ ତାଙ୍କର ମୁଖର କଲର ଚେଞ୍ଜ ହେଇଗଲା। ଲୋକମାନେ କହିଲେ ମଶା ତମ ମୁହଁରେ ଆବରଣ ଦିଅ, ଆମେ ତମ ସାମ୍ନାରେ ଠିଆ ହେଇପାରୁନି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆପଣ ମୋବାଇଲ ଟିଭି ପାଖରେ ବସିବେ ଆପଣଙ୍କ ମୁହଁ ଭୂତ ଭଳିଆ ଥିବ। ଯଦି ପ୍ରଭୁଙ୍କ ସହିତ ବସିବେ ଆପଣଙ୍କ ମୁହଁ ଦୂତ ଭଳିଆ ଥିବ, ଦୂତ ଭଳିଆ ଥିବ। ଆପଣ କଣ ଚାହିଁବେ ପସନ୍ଦ କରନ୍ତୁ, ତାଳି ମାରନ୍ତୁ ନାହିଁ, ଆପଣ ଡିସାଇଡ୍ କରନ୍ତୁ। ତାଳି ନାହିଁ, ଡିସାଇଡ୍ କରନ୍ତୁ ଆପଣ କାହା ସହିତ ରହିବେ। ଆପଣଙ୍କ ଲାଇଫର ବେଷ୍ଟ ଟାଇମ୍ ଆପଣ ପ୍ରଭୁଙ୍କ ସହିତ କଟାନ୍ତୁ। ପ୍ରଭୁଙ୍କ ସହିତ ମୋର ପୁଅ ଝିଅ ମାନେ ପାଠ ପଢ଼ନ୍ତୁ, ଚାକିରି କରନ୍ତୁ, ଏଇଟା ବଡ଼ ବିଷୟ ନୁହେଁ, ଏଇଟା ସବୁ ଏଇଠି ରହିଯିବ। କିନ୍ତୁ ଆପଣ କଣ କରିବା ଅଛି, ସିଦ୍ଧାନ୍ତ ନେବା ଅଛି। ପ୍ରଭୁ କହିଲେ ତୁମେ ମୋ ସହିତ ରୁହ, କାରଣ ପ୍ରଭୁଙ୍କ ସହିତ ନ ରହିଲେ ପ୍ରଭୁଙ୍କ ପାଇଁ କଥା ହେଇହେବନି। ପ୍ରଭୁଙ୍କ ସହିତ କାହିଁକି ରହିବା, ତାଙ୍କୁ ଭଲରେ ଜାଣିବା ପାଇଁ, ତାଙ୍କୁ ଭଲରେ ଜାଣିବା ପାଇଁ ତାଙ୍କ ସହିତ ରହିବା ଦରକାର। ଯଦି ଆପଣ ଦେଖିବେ ପ୍ରଥମ ଜହନ ତାର ପ୍ରଥମ ଅଧ୍ୟାୟ, 1 John chapter 1 verse 1 to 3। ଆଦ୍ୟରୁ ଯେ ଥିଲେ ଆଦ୍ୟରୁ ଯେ ଥିଲେ ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଆଦ୍ୟରୁ ଯେ ଥିଲେ ଯାହାଙ୍କ ବାକ୍ୟ ଆମେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ ଯାହାଙ୍କୁ କରିଅଛୁ, ନିରୀକ୍ଷଣ କରିଅଛୁ, ଓ ସ୍ୱହସ୍ତରେ ସ୍ପର୍ଶ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ହଁ। ଜଣାଉଅଛୁ। କଣ କଣ କହୁଛନ୍ତି ଦେଖନ୍ତୁ। ଆଦ୍ୟରୁ ଯେ ଥିଲେ ଯାହାଙ୍କ ବାକ୍ୟ ମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ, ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେଇ ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ। ସେଇଥିପାଇଁ ତାଙ୍କର ବାକ୍ୟଟା ଏତେ ଅଥେଣ୍ଟିକ ଥିଲା। ସେଟା ତାର ବାକ୍ୟର 12 ଜଣ ଲୋକ ପୃଥିବୀଟାକୁ ପହଞ୍ଚି ପାରିବେ। ସେ ଭିତରେ ଆଜିକା ମାଛୁଆ ଥିଲେ। ଭାଇ ଭଉଣୀ ମାନେ, ପ୍ରଭୁ ମାଛୁଆ ମାନଙ୍କୁ ବ୍ୟବହାର କରିପାରନ୍ତି, କିନ୍ତୁ ମିଛୁଆ ମାନଙ୍କୁ ନୁହଁ। ଗୋଟେ ହଉଛି ମାଛୁଆ ଆଉ ଗୋଟେ ହଉଛି ମିଛୁଆ। ଆଉ ମନେ ରଖିଥାନ୍ତୁ, ମିଛ କହିପାରନ୍ତି କିନ୍ତୁ ମିଛୁଆ ମାନେ ସ୍ୱର୍ଗକୁ ଯିବେ ନାହିଁ। ତେଣୁ ଆଜି ପରେ ଚେଷ୍ଟା କରିବେ, କଷ୍ଟ ହେଇପାରେ, ସତ କହିବେ, ସତ କହିବେ। କଷ୍ଟ ହେବ, ଲୋକ ଗାଳି କରିବେ, କିନ୍ତୁ ମିଛ କହିବା ସମୟରେ ଯଦି ପ୍ରଭୁଙ୍କର ଆଗମନ ହେଇଯିବ। ମୁଁ କାହିଁକି ଆପଣମାନଙ୍କୁ କହୁଛି, ପ୍ରଭୁ ଆସିଲା ବେଳେ ଯଦି ଆପଣ ମୋବାଇଲ ଧରି ବସିଥିବେ, ଆପଣ ଗପସପ କରୁଥିବେ, ଆପଣ ଟିଭି ଦେଖୁଥିବେ, କେମିତି ରେପ୍ଟରେ ଥିବେ, ଆପଣ କେମିତି ଯିବେ? ସେଇଟା ମୋର ଡର। କେମିତି ଯିବେ? କାରଣ ଆପଣ ଯୋଉ ଅବସ୍ଥାରେ ଥିଲେ ସେଇ ଅବସ୍ଥାରେ କନ୍ୟାମାନେ ତ ଜଗିଥିଲେ, ତେଲ ନଥିଲା, ଯାଇପାରିଲେନି, ବସ୍ ଯାଇପାରିଲେନି। ପ୍ରସ୍ତୁତ ଥିଲେ, ରେଡି ଥିଲେ, ଜଗିଥିଲେ, ତେଲ ନାହିଁ, ଯାଇପାରିଲେ ନାହିଁ। ତେଣୁ ପ୍ରଭୁ ଯୀଶୁ ଆସିଲା ବେଳେ ଆପଣ ଯେମିତି ଥିବେ ସେ ଅବସ୍ଥାରେ ଛଡ଼ା ଯିବେ, ନହେଲେ ଆପଣ ନିଆଁ ଯିବେ। ତେଣୁ ଏଇଠୁ ଗଲା ପରେ ଆପଣଙ୍କ ଜୀବନ ସାବଧାନ ହେଇଯିବ। ସାବଧାନ କଥାବାର୍ତ୍ତା ହୁଅନ୍ତୁ, ଗପସପ କରନ୍ତୁ। ଇଂରାଜୀରେ କୁହନ୍ତି ଗସିପ୍ ଦ ଗସ୍ପେଲ୍। କଣ କୁହନ୍ତି? ଗସିପ୍ ଦ ଗସ୍ପେଲ୍। ଆପଣ ଗପସପ କଲେ କଣ ଗପସପ କରିବେ? ସୁସମାଚାର ବିଷୟରେ ଗପସପ କରିବେ, ଯୀଶୁଙ୍କ ବିଷୟରେ ଗପସପ କରିବେ। ଆପଣ ମାର୍କେଟକୁ ଯାଆନ୍ତୁ, ହାଟକୁ ଯାଆନ୍ତୁ, ଯୋଉଠିକି ଯାଆନ୍ତୁ, ସୁସମାଚାର। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମାନେ କଣ କହୁଛନ୍ତି? ଆମେ ଯାହାଙ୍କୁ ଛୁଇଁଛୁ, ଯାହାଙ୍କୁ ଦେଖିଛୁ, ଯାହାଙ୍କୁ ମାନେ କଣ, ଆମେ ଯାହାଙ୍କୁ ଦେଖିଅଛୁ, ତାପରେ ନିରୀକ୍ଷଣ କରିଅଛୁ। ଦେଖିଛୁ ମାନେ କଣ? ଦେଖ, ନିରୀକ୍ଷଣ ମାନେ କଣ? ଅବଜର୍ଭ କରିବାଟା। ଆମେ ଭଲ କରିକି ଦେଖିଛୁ, ଆଉ ସେଇଟା ଲୋକମାନଙ୍କୁ ଜଣେଇଛୁ। ସେଇଥିପାଇଁ ସେମାନଙ୍କ ସମ୍ବାଦ ଏତେ ଅଥେଣ୍ଟିକ ଥିଲା, ଏତେ ପ୍ରମାଣ ସିଦ୍ଧ ଥିଲା, ଏତେ କାର୍ଯ୍ୟ ସାଧକ ଥିଲା। ପ୍ରିୟମାନେ, ଯଦି କହିବ ବିରିୟାନୀ ପୁଣି ଏତେ ବଢ଼ିଆ ଲାଗିବ, ମୁଁ ଶୁଣିଛି, ବହୁତ ଭଲ ଲାଗିବ। କେମିତି ଲାଗିବ କି ମୁଁ ଜାଣି ନାହିଁ, କିନ୍ତୁ ଭଲ ଲାଗିବ। କିନ୍ତୁ ଖାଇବା ଲୋକ କଣ ବୋଲି କହିବ? ମୁଁ ଖାଇଛି, କେମିତି ଲାଗିଲା କହିଦେବ ନାହିଁ। ଏତେ ବଢ଼ିଆ ଥିଲା, ଏତେ ବଢ଼ିଆ ଥିଲା। କେମିତି ଥିଲା? ଚାଉଳ କେତେ ସଫ୍ଟ ଥିଲା, ମସଲାର ସ୍ମେଲ ଆସୁଥିଲା, ଏମିତି କଲେ ହାତରେ ଟିକେ ଟିକେ ଘିଅ ଲାଗି ଯାଉଥିଲା, ଲାଗି ଯାଉଥିଲା, ଏତେ ବଢ଼ିଆ ଥିଲା। ସେ ଲୋକ କୋ ପୁରା କାହିଁକି?
सुसमाचार सहीटा प्रिय माने आपण कथा शुणु शुणु यहीटा हूँ आप प्रभु सहित जदि अधिक समय रही जदि प्रभु व्यवहार करने चाहते प्रभु सहित रहा जब प्रभु सहित रुहति प्रभु से व्यवहार करते जगत सहित रुहतु नहीं आम कौन करूँ काम ना बोली मोबाइल धर काम ना बोली काम नहीं क्या आपको धरतु ना काम ना बोली मोबाइल पसंद करें आपको गुड़े कम अच्छी आपको बाइबल पढ़ार अच्छी आपको गांठेबार अच्छी आपको पाद स्वीकार करते भौणी मैंने आपको किचन को सफा करवा अच्छी आपको बाथरूम को सफा करवा अच्छी आपको बेडरूम को सफा केते काम अच्छी मोबाइल आम काम के এটা আমার তো ইউজলেস করে দিয়েছি গোটে লাভ কোণ আমি লাস্ট ট্রম্পেটরে জয়েন হলু রেগুলার বাক্য শুনলু সেটা গোটে বেনিফিট ଅଛି ଆମେ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତ ହେଉଛୁ ଆଜି ବାକ୍ୟ ଶୁଣିଲୁ ମୋର ପ୍ରିୟ ଭାଇ ଭଉଣୀମାନେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରଭୁ ଯୀଶୁ କହିଲେ ମୋ ନିକଟକୁ ଆସ ତାପରେ କହିଲେ କ'ଣ ମୋ ପଛରେ ଆସ ତାର ପଛରେ ଆସିବା ଲୋକ କହିଲେ ତୁମେ ଏବେ ମୋ ସହିତ ରୁହ କାହିଁକି ରହିବ ମୁଁ ତୁମକୁ ପଠେଇବା ପାଇଁ ଚାହୁଁଛି ପ୍ରଭୁ କାହାକୁ ପଠେଇବେ ଯେ ତାଙ୍କ ସହିତ ରହିବ ତାଙ୍କ ସହିତ ରହିବ ତାପରେ ସେ କ'ଣ କହୁଛନ୍ତି ଏ ଯେ ଯାଅ ମାଥ୍ୟୁ 24 ପର୍ବ 18-20 যে ক্ষেত্রে খায় ମାଥ୍ୟୁ 28 ପର୍ବ 18-20 ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର କୋଉଠି ଅଧିକାର ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାନେ ଆପଣଙ୍କର ଗାଁ ଅଧିକାର ପ୍ରଭୁଙ୍କର ଅଛି ଆପଣଙ୍କ ସହରର ଆପଣଙ୍କ ଜିଲ୍ଲାର ଆପଣଙ୍କ ରାଜ୍ୟର ଆପଣଙ୍କର ଦେଶର ଅଧିକାର ପ୍ରଭୁଙ୍କ ପାଖରେ ଯଦି ତାପରେ ସମସ୍ତ ଅଧିକାର ମତେ ପ୍ରଦତ୍ତ ହୋଇଅଛି ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକ ଏବେ କଣ କର ତୁମେ ଯେ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି ପ୍ରଭୁ ଯୀଶୁ କ'ଣ କହିଲେ ପ୍ରଥମରେ ପରିଶ୍ରାନ୍ତ ଲୋକ କହିଲେ ତୁମେ ମୋ ପାଖକୁ ଆସ ମୁଁ ତୁମକୁ ସାମିଲ ତାପରେ କହିଲେ ମୋ ପଛରେ ଆସ ପଛରେ ଆସିବା ଲୋକ କ'ଣ ବୋଲି କହିଲେ ଟିକେ ମୋ ସହିତ ଏବେ ତୁମେ ରହିଯାଅ କାହିଁକି ରହିବାକୁ ପ୍ରଭୁ ନାଇଁ ତୁମକୁ ପଠେଇବା ପାଇଁ ଚାହୁଁଛି ଆଇ ୱାଣ୍ଟ ଟୁ ସେଣ୍ଡ ୟୁ ମୁଁ ତୁମକୁ ପଠେଇବା ପାଇଁ ଚାହୁଁଛି ତୁମେ ଯେପରି ଯିବ ଯଦି ତୁମେ ମୋତେ ଜାଣିନଥିବ ମୋ କଥା ଶୁଣିନଥିବ ତୁମେ କ'ଣ ବୋଲି କହିବ ସେତେ ତୁମେ କ'ଣ କରିବ ମୋ ସହିତ ରହିବ ତାପରେ କ'ଣ କରେ ଏବେ ତୁମେ ଯାଅ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯାଅ ଆଉ ତୁମକୁ ଶିକ୍ଷା ଦିଅ ବାପ୍ତିସ୍ମ ଦିଅ ଆଉ ଶିକ୍ଷା ଶିଷ୍ୟ କର ଜଣେ ଲୋକ ବାପ୍ତିସ୍ମ ହେଲା ପରେ ଶିଷ୍ୟ ହବ ପୁରୁଣା ଜୀବନ ନ ମରିଲେ କେତେ ଶିଷ୍ୟ ହବ ଆଜି ଆମର ଅନେକ ଭାଇ ଭଉଣୀମାନେ ନେଇଛନ୍ତି ବାପ୍ତିସ୍ମ ସେଟା ଆମେ ପ୍ରାର୍ଥନା କରିବା ଦରକାର ପ୍ରିୟ ଭାଇ ଭଉଣୀମାନେ ବାପ୍ତିସ୍ମ ନେବା ଦ୍ୱାରା ଆମର ମଣ୍ଡଳୀ ପରିବର୍ତ୍ତନ ହୁଏ ବାପ୍ତିସ୍ମ ମଣ୍ଡଳୀ ପରିବର୍ତ୍ତନ ଚିହ୍ନ ନୁହେଁ ଜାତି ପରିବର୍ତ୍ତନ ଚିହ୍ନ ନୁହେଁ ଧର୍ମ ପରିବର୍ତ୍ତନ ଚିହ୍ନ ନୁହେଁ ଏହା ମନ ପରିବର୍ତ୍ତନ ଚିହ୍ନ ଅଟେ ଆପଣ ମନ ପରିବର୍ତ୍ତନ କରିଛନ୍ତି ପ୍ରକାଶରେ ଘୋଷଣା କରିଛନ୍ତି ଯେ ଆଜିଠାରୁ ମୁଁ ଯୀଶୁକୁ ପଛେ ଚାଲିବା ପାଇଁ ଚାହୁଁଛି ଆଉ ତାଙ୍କୁ ପଛରେ ନାହିଁ ଶିଷ୍ୟ କର ଶିଷ୍ୟ କିଏ କରିପାରେ ଯେ ଶିଷ୍ୟ ସେ ଶିଷ୍ୟ କରିପାରେ ପ୍ରଭୁ କହିଲେ ଯାଅ এটা কোন যাও বলবাটা এটা অনুরোধ নয় প্লিজ মোর পাই যাও হেলা এটা হুকুম এটা হুকুম গ্রেট কমিশন বলি কুহতি কিন্তু এটা হচ্ছে কোন গ্রেট কমিশন এটা হুকুম এটা মিশন ম্যান্ডেট এটা পরমেশ্বর বলছে তুমি যাওয়া করব এনি কস্ট যদি তুমি মোর শিষ্য তবে তুমি জীব আজ এটু গলা পরে আপনার কাম কোন অপহন্ত স্থানକୁ ଯିବା ଆପଣଙ୍କ ପଡ଼ୋଶୀକୁ କହିବାର ଅଛି କହିବା ପୂର୍ବରୁ ପ୍ରାର୍ଥନା କରନ୍ତୁ ଆପଣଙ୍କ ସାଙ୍ଗକୁ କୁହନ୍ତୁ ଆପଣ କୁହନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ ଲୋକ ପରିବର୍ତ୍ତନ କେମିତି ହେବେ ଆମେ କହିଲେ ପରିବର୍ତ୍ତନ ଆମେ ନ କହିବା ଯାଏ ବଲେ ଆମକୁ କହିବା ପାଇଁ ପଡ଼ିବ ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରଭୁ କହିଲେ ଯାଅ ମୁଁ ତୁମ ସହିତ ଅଛି କାହାକୁ କହିଛନ୍ତି ଶିଷ୍ୟମାନଙ୍କୁ ତାଙ୍କ ପାଇଁ ଯିବେ ସେମାନଙ୍କ ପାଇଁ ଏଟା ବ୍ୟାଙ୍କ ମ୍ୟାନେଜରକୁ କହିନାହାନ୍ତି ଏଟା ଟିଚରକୁ କହିନାହାନ୍ତି ଏଟା ବ୍ୟବସାୟୀକୁ କହିନାହାନ୍ତି କାହାକୁ
କାହାକୁ କହିଛନ୍ତି ତାକୁ ପଚାରିବେ। ତ ଆପଣ ମଧ୍ୟ ଯଦି ବ୍ୟାଙ୍କରେ କାମ କରିଛନ୍ତି, ଟିଚର କାମ କରିଛନ୍ତି, ପୋଲିସ କାମ କରିଛନ୍ତି, ଅଫିସରେ କାମ କରିଛନ୍ତି, ବିଜନେସ କରୁଛନ୍ତି, ଇଭେନ୍ ଆପଣ ମଧ୍ୟ ଯଦି ପ୍ରଭୁଙ୍କ ପାଇଁ ଯିବା ପାଇଁ ଚାହିଁବେ, ପ୍ରଭୁ ଆପଣଙ୍କ ସହିତ ରହିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୋର କେହି ନାହାନ୍ତି, ମୋର ବାପା ବି ନାହାନ୍ତି, ମୋର ମା ବି ନାହାନ୍ତି, ଆମର ପୁଅ ଝିଅ ବି ନାହାନ୍ତି। ଆମେ ଯେତେବେଳେ ଘର ତାଲା ପକେଇକି ଯାଉ, ଜଣେ ଆସି କହିଲେ ଆଜ୍ଞା ଆପଣ ତାଲା ପକେଇକି ଯାଉଛନ୍ତି ଘରେ, ଆଜ୍ଞା ଆପଣ ଫେରିବେ କି ନାହିଁ, ଆମକୁ ବେଳେବେଳେ ଚିନ୍ତା ହେଇଥାଉଛି। ଏବେ କଟକରେ ଘର ତାଲା ପଡ଼ିଛି, ଆମେ ଜୟପୁର ଅଛୁ, ଜୟପୁରରେ ଯିବେ କଟକରେ ଆମେ ରହିବେ ତାଲା ପଡ଼ିଥିବ, ବେଳେବେଳେ କଟକର ଜୟପୁର ଦୁଇଟାকে ତାଲା ପଡ଼ିଥିବ, ଆମେ ଘର କରି ବୁଲୁଛୁ, ଆମେ ଜାଣୁ ନା କ'ଣ? ଆମେ କାହା ଭରସାରେ ଯାଉନ, କେବଳ ପ୍ରଭୁଙ୍କ ଭରସାରେ। ଅପହଞ୍ଚ ସ୍ଥାନକୁ ଯାଉଛୁ, ବହୁତ ଯୋଉଠି ରାସ୍ତା ଭଲ ନଥିବ, ରହିବା ସୁବିଧା ନଥିବ, ଲେଟ୍ରିନ୍ ନଥିବ, ମାନେ ବାଥରୁମ୍ ନଥିବ, ଖାଇବା ବ୍ୟବସ୍ଥା ନଥିବ, ଯାଉଛୁ ଗୋଟେ ବିଶ୍ୱାସରେ ଯାଉଛୁ ଯେ ଆମ ସହିତ କେ ଥାଉ କି ନଥାଉ, କ'ଣ ଥାଉ କି ନଥାଉ, ଆମ ସହିତ ପ୍ରଭୁ ଅଛି। ସେତିକି ନା, କାରଣ ପ୍ରଭୁ କହିଛନ୍ତି ତୁମେ ଯାଅ, ମୁଁ ତୁମ ସହିତ ଅଛି। ଏବେ ନାଇଁ ଯିବା ମାନେ ମୁଁ କହିବା ପାଇଁ ଚାହେଁ, ବାପା ମା ଥିବା ପର୍ଯ୍ୟନ୍ତ ବାପା ମାର ଭଲ ଯତ୍ନ ନେବେ, ନହେଲେ ଆପଣଙ୍କୁ ପରେ ବସି କାନ୍ଦିବା ପାଇଁ ପଡ଼ିବ। ଦିନେ କାନ୍ଦିବେ ଆପଣ। କାଲି ଜଣେ ଝିଅ ଆସି କହୁଥିଲେ, ସାର୍ ମୋ ବାପା ମାଆକୁ ମୁଁ ବହୁତ କନ୍ଦେଇଛି ସାର୍, ଆଣ୍ଠୁ ମାରିଲା, ମୁଁ ତା ପାଇଁ ପ୍ରାର୍ଥନା କଲି, କହିଲି ଯାରେ ମା ଆଜିଠୁ ବାପା ମାଆଙ୍କର ଯତ୍ନ ନେବୁ, ପ୍ରେମ କରିବୁ, ଦେଖାଇବୁ ପରିବର୍ତ୍ତନ ହେଇକି ଯାଇଛି ବୋଲି। ସେ କହିଲା ସାର୍ ମୋ ବାପା ମାଆଙ୍କର କଥା ନ ମାନେ ମୁଁ ବାହା ହେଇଛି, ଏବେ ମୋ ଜୀବନରେ ଶାନ୍ତି ନାହିଁ, ସେ ପ୍ରଭୁରେ ନାହିଁ, ସେ ମୁଁ କ'ଣ କରିବି? ମୁଁ କହିଲି ଏବେ ତୁ ନୂଆ ଜୀବନ ପାଇଛୁ, ନୂଆ ଦର୍ଶନ ପାଇଛୁ, ତ ସ୍ୱାମୀର ପରିତ୍ରାଣ କାରଣ ହବ, ତ ବାପା ମାଆଙ୍କ ପାଇଁ ଗୋଟେ ଆଦର୍ଶର କାରଣ ହବ। ଯୁବାମାନଙ୍କୁ କହିବାକୁ ଗଲା ତ ବାପା ମାଆଙ୍କ ବାକି ସବୁ ମିଳିବ ଆପଣଙ୍କୁ, ବାପା ମା ମିଳିବେ ନାହିଁ, ମିଳିବେ। ମୁଁ ଏ ସେସନରେ ବାପା ମା ବିଷୟରେ କହୁନାହିଁ, ଖାଲି କି କହିବା ପାଇଁ ଚାହେଁ, ଆପଣମାନେ ଅଛନ୍ତି ମାନେ ଯଦି ଯତ୍ନ ନିଅନ୍ତୁ, କେମିତି ବି ଥାଆନ୍ତୁ ଆପଣ ଯତ୍ନ ନିଅନ୍ତୁ। ପ୍ରଭୁ କହୁଛନ୍ତି ଯାଅ, ଆଉ ଗଲା ପରେ କ'ଣ ବୋଲି କହୁଛନ୍ତି? ଫେରିଆସ ବୋଲି କହୁଛନ୍ତି ନାହିଁ। ଲୁକ 9 ପର୍ବ ତାର 62 ପଦ, ଲୁକ୍ ଚାପ୍ଟର 9 verse 62। କିନ୍ତୁ ଯୀଶୁ ତାଙ୍କୁ କହିଲେ, ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ। କ'ଣ ନୁହେଁ ସେ? ଯଦି ଲଙ୍ଗଳରେ ହାତ ଦେଇଛି, ସେବା କାର୍ଯ୍ୟ ପାଇଁ ଆଗକୁ ଯାଉଛି, ପ୍ରଭୁ ମୁଁ ତୁମ ପାଇଁ ଯିବି ବୋଲି କହୁଛି, ଆଉ ଏବେ କ'ଣ କରୁଛି? ପଛଆଡୁ ଡାକର ଆସୁଛି, ପଛଆଡୁ ଆହ୍ୱାନ ଆସୁଛି। ସେ ଈଶ୍ୱର ରାଜ୍ୟ ପାଇଁ ଯୋଗ୍ୟ ନୁହେଁ, ସେ ସ୍ୱର୍ଗ ରାଜ୍ୟ ପାଇଁ ଯୋଗ୍ୟ ନୁହେଁ। ମୁଁ ଆପଣମାନଙ୍କୁ ପ୍ରତ୍ୟେକକୁ କହିବା ପାଇଁ ଚାହେଁ, ଆଜି ପରମେଶ୍ୱର ଆପଣଙ୍କୁ ପଠେଇବା ପାଇଁ ଚାହାନ୍ତି। ଆମେ 3 ଜଣ ଦାସ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ଚାହୁଁଛୁ। ଆଜି ଯଦି ଆପଣ ଆଜି ଯିବା ପାଇଁ ଚାହୁଁଛନ୍ତି, ପ୍ରଭୁଙ୍କ ପାଇଁ ଯିବା ପାଇଁ ଚାହୁଁଛନ୍ତି, ପ୍ରଭୁ ଆଜି ଏଠୁ ଗଲା ପରେ ମୁଁ ତୁମ ପାଇଁ ବଞ୍ଚିବି, ମୁଁ ଯୋଉଠି ଅଛି ମୁଁ ସେଠି ସାକ୍ଷୀ ହେବି, ପ୍ରଭୁ ତୁମ ପାଇଁ ସାକ୍ଷୀ ହେବି। ସକାଳେ ମୁଁ ଯାଇଥିଲି ଚିକେନ ଦୋକାନରେ, ସେଠି ମୋ ଘର ଜୟପୁର, ସେଠି ଗୋଟେ 5ଟା ଚିକେନ ଦୋକାନ ଅଛି, ସମସ୍ତେ ଖ୍ରୀଷ୍ଟିଆନ ଲୋକ, ସେମାନେ ଅଣଖ୍ରୀଷ୍ଟିଆନ ଥିବେ, କେବେ ପ୍ରଭୁଙ୍କୁ ପାଇଛନ୍ତି ମୁଁ ବି ଜାଣିନି। ଦିନେ ଗୋଟେ ଚିକେନ ବାଲା କହୁଛି, ସାର୍ ପ୍ରେଜ୍ ଦ ଲର୍ଡ ସାର୍, କହୁଛେ ମୁଁ ବୁଝିପାରିଲି, ଏଠି ବାବୁ ପ୍ରେଜ୍ ଦ ଲର୍ଡ ସାର୍, ଇଏ ବି ପ୍ରେଜ୍ ଦ ଲର୍ଡ। ତାପରେ ମୁଁ ପଚାରିଲି କେମିତି ଏତେ ହେଲା? ନାଇଁ ସାର୍ ଜଣେ ଆସିଥିଲେ ପ୍ରଭୁଙ୍କ ଦାସ, ତାଙ୍କର ବାକ୍ୟ ମୁଁ ଶୁଣି ପରିବର୍ତ୍ତନ ହେଲି, ହେଲେ ମୁଁ ପରିବର୍ତ୍ତନ ହେଲା ପରେ ବହୁତ ତାଡ଼ନା ହେଲା। ଲୋକମାନେ କହିବେ ଆମର ଦେଶରେ ଏତେ ଦେବଦେବୀ, ଏତେ ଭଗବାନ ଅଛନ୍ତି, ତାକୁ ଛାଡ଼ିକି ଯୀଶୁଙ୍କ ପଛରେ କାହିଁକି ଗଲୁ? ଛାଡ଼ିଲେ। ସେ କହିଲା ମୁଁ ଜୀବନ ଛାଡ଼ିଦେବି, ମାତ୍ର ଯୀଶୁକୁ ଛାଡ଼ିବି ନାହିଁ, କାରଣ ମୁଁ ଜାଣିନଥିଲି ମୁଁ ଯୀଶୁକୁ ଜାଣିଲି। ତାକୁ କହିଲେ ଏ ଆହୁରି ଯଦି କିଏ ଖ୍ରୀଷ୍ଟିଆନ ହବ ତମକୁ ଦେଖ, ତୁ ଫେରି ଆସିବୁ, ବାକି ଲୋକ ହବ ନାହିଁ। ତାପରେ ଆହୁରି 5ଟା ପରିବାର ହେଇଗଲେ, ଆହୁରି ଆସି ଧମକାଇଲେ, ଏବେ କହିଲେ ଆମର ସମସ୍ତେ ପ୍ରଭୁରେ ଅଛୁ। Praise the Lord. Hallelujah. ମୁଁ ତାଙ୍କୁ କହିଲି ଆମର ମିଟିଂ ଗୋଟେ ଚାଲିଛି, ଚିକେନ ଦରକାର।
ମୁଁ ଦେବି ସାର୍ କେତେରେ ଦେବୁ ମୁଁ ଯେତିକିରେ କିଣିଛି ସେତିକିରେ ଦେବି। ମାର୍କେଟରେ 220 ଟଙ୍କା ଅଛି 210 ଟଙ୍କା ଅଛି ମୁଁ ଆପଣଙ୍କୁ 160 ଟଙ୍କାରେ ଦେଇଛି। এইটা ସେ କହିଲା ଆଜ୍ଞା ମୁଁ ପ୍ରଭୁଙ୍କୁ ନ ଜାଣିବା ପୂର୍ବରୁ କେତେ ଭୁଲ କାମ କରିଛି ଏବେ ମୋ ନୀତିରେ ଆଜ୍ଞା ଗୋଟେ ପିସ୍ ମୋତେ ଇଆଡ଼େ ସିଆଡ଼େ ହେବ ନାହିଁ ମୁଁ ସମାନ ମାପିକି ଦେବି। ମୋର ମିନିଷ୍ଟ୍ରି କିଛି ନାହିଁ ଆଜ୍ଞା ଏଇଟା ଆଗ ମୋର ମିନିଷ୍ଟ୍ରି। ଆଉ ଜଣେ ଭାଇ ସକାଳେ ମୋତେ କଥା ହେଉଛନ୍ତି ଆସିକି ସାର୍ ଆମର ଚର୍ଚ୍ଚରେ ଗୋଟେ ପୁଅଟା ଆସୁଥିଲା ମୋଟ ବି ପିଉଥିଲା ଗଞ୍ଜେଇ ବି ଖାଉଥିଲା ଖରାପ ଭିଡ଼ିଓ ଦେଖୁଥିଲା ମୁଁ ଭାବୁଥିଲି ଏ ପିଲା ଚର୍ଚ୍ଚ ଆସି ଦିନେ ବିନଷ୍ଟ ହେଇଯିବ ଇଏ ତା ପାଇଁ କାନ୍ଦି କାନ୍ଦି ପ୍ରାର୍ଥନା କଲି ପ୍ରଭୁ ଆକୁ ଦୟା କର ପ୍ରଭୁ ଆକୁ ଦୟା କର ବୋଲି ଗୋଟେ ମିଟିଂ ଯାଇଥିଲା ସେ ପିଲାଟା ସେଠି ପରିବର୍ତ୍ତନ ହେଇ ପଳେଇ ଆସିଥିଲା। ଆସିକି କ'ଣ କହୁଛି ଏ ଭାଇଙ୍କୁ ଆନିଆ ମୋତେ କ୍ଷମା କରିଦେବ କ'ଣ ପାଇଁ କ୍ଷମା ନାଇଁ ଚର୍ଚ୍ଚରେ ତମ ସାଇଡ୍ରେ ମୁଁ ବସିଥିଲି ତମ ବାଇବଲରେ ପଇସା ଥିଲା ମୁଁ କାଢ଼ିକି ନେଇଯାଇଛି ମୋତେ ଦୟାକରି କ୍ଷମା এইটা পরিবর্তন আমি সেইটা তো আমি দেখুছি আমার বাইবেলে যক্ষ কোণ কହୁଛନ୍ତି যদি ଅନ୍ୟାୟ କାମ ନେଇଯାଇଛି ମୁଁ ଫେରେଇ ଦେବି ଏ ପିଲା କହୁଛି ମୁଁ ପଇସା ତ ଦେଇପାରିବି ନାହିଁ କିନ୍ତୁ ମୁଁ ସରି ବୋଲି କହୁଛି ମୁଁ ଦୟାକରି କ୍ଷମା କରିବ ମୁଁ ପ୍ରଭୁକୁ କ୍ଷମା ମାଗିଛି ହେଲେ ତୁମକୁ କ୍ଷମା ମାଗିବାର ପ୍ରିୟ ଭାଇ ଭଉଣୀମାନେ ଏମିତି ଅନେକ ସାକ୍ଷ୍ୟ ଦେବେ କାରଣ ଗୋଟେ ପରିବର୍ତ୍ତନ ହେଇଥିବା ଲୋକ ହିଁ ଜଣକୁ ପରିବର୍ତ୍ତନ କରି ପାରିବ ସେ। ଆଜି ଆପଣମାନଙ୍କର ସିଦ୍ଧାନ୍ତ ନେଇକି ଯାଆନ୍ତୁ ପ୍ରଭୁଙ୍କୁ କୁହନ୍ତୁ ପ୍ରଭୁ ମୁଁ ଆପଣଙ୍କ ପାଇଁ ଯିବା ପାଇଁ ଚାହୁଁଛି ମୋତେ ଦୟାକରି ସାହାଯ୍ୟ କର କାରଣ ଏଇଟା ପରମେଶ୍ୱରଙ୍କର ଆପଣ ଦେଖିବେ ରୋମିଓ ତାର 10 ପର୍ବ ପ୍ରଥମ ପଦ ରୋମାନ୍ସ ଚାପ୍ଟର 10:1 हे भाईमाने ସେମାନେ ଯେପରି ପରିତ୍ରାଣ ପାଆନ୍ତି ଏହା ମୋର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ମୋହର ପ୍ରାର୍ଥନା। ଏଇଟା ଆମର ହୃଦୟର ବାଞ୍ଛା ଆଉ ଆମ ହୃଦୟର ପ୍ରାର୍ଥନା ହେବା ଦରକାର ଯେ ସେମାନେ ମଧ୍ୟ ରକ୍ଷା ପ୍ରାପ୍ତ ହୁଅନ୍ତୁ। 9 ପର୍ବ 1 ପଦରେ କ'ଣ କହୁଛନ୍ତି ରୋମାନ୍ସ ଚାପ୍ଟର 9:1 ମୋର ହୃଦୟରେ ଗଭୀର ଦୁଃଖ ନିରନ୍ତର ବେଦନା ହେଉଅଛି ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି ମିଥ୍ୟା କହୁନାହିଁ। ମୋର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋ ସହିତ ସାକ୍ଷ୍ୟ ଦେଉଅଛି କାରଣ ଯେଉଁମାନେ ଶାରୀରିକ ଭାବେ ମୋର ଆତ୍ମୀୟ ଏପରି ମୋର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କ ଠାରୁ ପୃଥକ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି। କେମିତି ଦେଖନ୍ତୁ ଆଉ ପ୍ରାର୍ଥନା କ'ଣ ପ୍ରଭୁ ମୋର ଲୋକମାନେ ରକ୍ଷା ପାଇବାର ଅଛି ମୋର ଗାଁ ରକ୍ଷା ଭଉଣୀମାନେ ଭାଇମାନେ ଆପଣ ଯେତେ ଲୋକଙ୍କୁ ଜାଣିଛନ୍ତି ନା ଧରି ଧରି ପ୍ରାର୍ଥନା କରନ୍ତୁ। ଯଦି କୋଉ ଚିକେନ ଦୋକାନରେ ଠିଆ ହେଇଛନ୍ତି ପ୍ରଭୁ ଏ ଚିକେନ ବାଲା ପରିବର୍ତ୍ତନ ହେବାର ଅଛି ଏ ମାଛ ବାଲି ପରିବର୍ତ୍ତନ ହେବାର ଅଛି ଏ କ୍ଷୀର ବାଲା ପରିବର୍ତ୍ତନ ହେବାର ଅଛି ତାର ନା ଭାଇନା ତମ ନା କି ନା ସତ ଶଙ୍କର ପରିବର୍ତ୍ତନ ଅଟୋ ବାଲା ଭାଇନା ତମ ନା କି ନା ଭାଇନା ଆପଣଙ୍କୁ କ'ଣ କରିବ ସେ 10 ବର୍ଷ ଅଟୋରେ ନିଆଣ କରୁଥିବ ସେ ନରକକୁ ପଳେଇଥିବ ନରକରୁ କାନ୍ଦିକି କହିବ ଇଏ 10 ବର୍ଷ ମୋର ଅଟୋରେ ଗଲା ଏ 10 ବର୍ଷ ମୋ ଦୋକାନରୁ ରାସନ ନେଲା ଏ 10 ବର୍ଷ ମୋ ସହିତ କଲିଗ ଥିଲା ଏ 10 ବର୍ଷ ମୋର ଏପାର୍ଟମେଣ୍ଟ ଥିଲା ଆମେ ସାଙ୍ଗରେ କାମ କରୁଥିଲୁ ସାଙ୍ଗରେ କଲେଜରେ ପଢୁଥିଲୁ କିନ୍ତୁ ଏ ମୋତେ କହିନାହିଁ ଯଦି କହିଥାନ୍ତା ମୁଁ ବି ଯୀଶୁକୁ ଗ୍ରହଣ କରେ କାହିଁକି ଲୋକ କହିଲୁ ନାହିଁ ଭାଇନା ତୁ କାହିଁକି କହିଲୁ ନାହିଁ ମୋତେ ଟିକେ କହି ତ ଥାନ୍ତୁ ଆପଣ କୁହନ୍ତୁ ସେ ଗ୍ରହଣ କଲେ ଗଲା ନହେଲେ ଗଲା ତାର କଥା କିନ୍ତୁ ଆମର କାମ ହେଉଛି କରିବା। ଆଜିଠୁ କ'ଣ କରିବେ ଆପଣମାନେ ଚେଷ୍ଟା କରନ୍ତୁ କାରଣ ଏଇଟା ପରମେଶ୍ୱରର ଆଦେଶ ଆମେ ଯାଇକରି କହିବୁ ସୁସମାଚାର ଏଇଟା ପରମେଶ୍ୱରର ଆଦେଶ ଅଟେ ଆଉ ବିଶେଷ କରି କ'ଣ ଗୋଟେ କଥା କହୁଛନ୍ତି କାରଣ ଆଦେଶ ପାଳନକାରୀ ମାନଙ୍କୁ ସେ ଗୋଟେ ପ୍ରତିଜ୍ଞା ଦେଇଛନ୍ତି 1 ପର୍ବ 8 ପଦ Acts chapter 1:8 କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କର ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ପବିତ୍ର ଆତ୍ମା ଆସିଲା ପରେ ତୁମେ ଶକ୍ତି ପ୍ରାପ୍ତ ହବ ଆଉ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀ
ପ୍ରାପ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପବିତ୍ର ଆତ୍ମା କାହିଁକି ଦିଆଯାଇଛନ୍ତି? ପବିତ୍ର ଆତ୍ମା ଏଇଥିପାଇଁ ଯେ ଆପଣ ସାକ୍ଷୀ ହେବେ। କାଲି ଆମେ କାନ୍ଦୁଥିଲୁ, ପ୍ରଭୁ ମୋତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର। ମୋତେ ହୁଏତ ଆପଣ ପରଭାଷା କହି ନ ପାରନ୍ତି, କିନ୍ତୁ ଆପଣ ପବିତ୍ର ଆତ୍ମା ପାଇଛନ୍ତି। ଆପଣ ପରଭାଷା କହିପାରୁନାହାନ୍ତି, ଭାବନ୍ତୁନି ମୁଁ ପବିତ୍ରତା ପାଇନି। ଆପଣ ଅନ୍ୟ ଦାନ ପାଇପାରନ୍ତି, ହୁଏତ ଆବଶ୍ୟକରେ ପରଭାଷା ମଧ୍ୟ କରନ୍ତି। କାରଣ ଦାନ ଭିତରେ ପବିତ୍ର ଆତ୍ମା ଏ ପରଭାଷା କହିବା ଗୋଟିଏ ଦାନ ନାହିଁ, ଅନେକ ଦାନ ଅଛି। ଆପଣ ଅନ୍ୟାନ୍ୟ ଦାନ ପାଇଥିବେ, କିନ୍ତୁ ପବିତ୍ର ଆତ୍ମା କାହିଁକି ଦିଆଯାଇଛନ୍ତି? ଏଇଥିପାଇଁ ଯେ ଆପଣ ସାକ୍ଷୀ ହେବେ। ପବିତ୍ର ଆତ୍ମା କେଉଁମାନଙ୍କୁ ଦିଆଯାଆନ୍ତି? ଜଣେ ପ୍ରାର୍ଥନାରେ ରୁହନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପବିତ୍ର ଆତ୍ମା ପ୍ରାର୍ଥନାର ମାହୋଲରେ ଥାନ୍ତି। ସେଇଥିପାଇଁ କୁହାଗଲା ତୁମେ ଅପେକ୍ଷାରେ ଥାଅ। ପବିତ୍ର ଆତ୍ମା କାହାକୁ ଦିଆଯାଆନ୍ତି? ଜଣେ ଅପେକ୍ଷାରେ ଥାନ୍ତି, ଅପେକ୍ଷାରେ ଥାନ୍ତି, ସେମାନଙ୍କୁ ପବିତ୍ର ଆତ୍ମା ଦିଆଯାଏ। ସେମାନେ ପାଇବେ ପବିତ୍ର ଆତ୍ମା, ସମସ୍ତେ ନୁହେଁ। ପ୍ରାର୍ଥନାକାରୀ ମାନଙ୍କୁ ପବିତ୍ର ଆତ୍ମା ଦିଆଯାନ୍ତି। ଆଉ ସେଇ ପବିତ୍ର ଆତ୍ମା ପାଇଲା ପରେ ଆପଣ କଣ କରିବେ? ଚର୍ଚ୍ଚରେ ବସିକରି ନାଚୁଙ୍ଗା ନାଚୁଙ୍ଗା ନାଚୁଙ୍ଗା, ଚର୍ଚ୍ଚରେ ନାଚୁଥିବ, ଚର୍ଚ୍ଚରେ ଗାଉଥିବ, ଚର୍ଚ୍ଚରେ ଦେଉଥିବ, ତାପରେ ବାହାରକୁ। ସେଥିପାଇଁ ପବିତ୍ର ଆତ୍ମା ଦିଆଯାଏନି। ପବିତ୍ର ଆତ୍ମା କଣ ପାଇଁ ଦିଆଯାଇଛନ୍ତି? ଆପଣ ସାକ୍ଷୀ ହେବା ପାଇଁ, ଆପଣ ସାକ୍ଷୀ ହେବା ପାଇଁ। ମୋର ପ୍ରିୟ ମାନେ, ପବିତ୍ର ଆତ୍ମା ହଉଛି ସାକ୍ଷୀ ହେବାର ଆତ୍ମା। ପ୍ରଥମରେ ସାକ୍ଷୀ ହେବେ, ଆବଶ୍ୟକ ହେଲେ ସାକ୍ଷ୍ୟ ମୋର ହେବେ। ଗୋଟେ ହଉଛି ସାକ୍ଷୀ ହେବା, ଆଉ ଦ୍ୱିତୀୟଟା ହଉଛି ସାକ୍ଷ୍ୟ ମୋର ହେବା। ପ୍ରଭୁଙ୍କ ପାଇଁ ଜୀବନ କରିବା, ପ୍ରଭୁଙ୍କ ପାଇଁ ମରିବା। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମକୁ କହିବା ପାଇଁ ଚାହାନ୍ତି, ଯଦି ତାଙ୍କର ଆଦେଶ ପାଳନ କରି ଆପଣ ଯିବେ, ତାଙ୍କର ଶକ୍ତି ଆପଣଙ୍କୁ ଦିଆଯିବ ସାକ୍ଷୀ ହେବା ପାଇଁ। ଆଉ ତା ସହିତ କଣ କହୁଛନ୍ତି? ଗୋଟେ ସୁରକ୍ଷା ବି ଦେଉଛନ୍ତି, ଯାହା ପଢିଲୁ ମାଥ୍ୟୁ 28:20, ମୁଁ ତୁମ ସହିତ ଅଛି। ତୁମ ଆହୁରି ସଂସ୍ଥା ରହିନପାରେ, ବାପା ମା ରହିନପାରନ୍ତି, ପାଳକ ପ୍ରଭୁ କହିଲେ ମୁଁ ତୁମ ସହିତ ଥିବି। ଆଜି କେତେ ଜଣ ଯିବା ପାଇଁ ଚାହୁଁଛନ୍ତି? ପ୍ରାର୍ଥନା ସହିତ ବସନ୍ତୁ, ତାପରେ ପ୍ରାର୍ଥନା କର। ପ୍ରିୟ ଭାଇ ଭଉଣୀ ମାନେ, କାଲି ମୁଁ ଭାବୁଥାଏ ଗଲାବେଳକୁ ପାଖାପାଖି 11:30 ପରେ ହେଇଗଲା। ଗୋଡ଼ ବିନ୍ଧୁଛି, ମୁଣ୍ଡ ବିନ୍ଧୁଛି, ହାତ ଗୋଡ଼ ବଥା ଅଛି। ସେବାରେ ସବୁଦିନ ସେମିତି ଆକା କରୁଛୁ, ଠିକରେ ଖାଇପାରୁନ, ଠିକରେ ଶୋଇପାରୁନ। ସେଠି ଆମେ ସମସ୍ତେ ବାହାରି ପଡ଼ିବା। ସେବା ଯଦି ହାଲକା ହବ କି ନାହିଁ? ପ୍ରଭୁ ସେବା ବାଣ୍ଟି ଦେବେ କି ନାହିଁ? ଆପଣମାନେ ବି କରିବେନି। ମୋର ମିଟିଂରେ ଯାଇଥିଲି, ଗୋଟେ ପୁଅଟା ଆସି ଦେଖିଲା ମୋର ଅବସ୍ଥା, ପୁରା ଝାଳ ନାଳ ବାହାରିଛି। କହୁଛି, ଆଜ୍ଞା ଆପଣଙ୍କର ବୟସ ହେଇଗଲାଣି, ଆଜ୍ଞା ଆପଣ ତ ବେଶୀ ଦିନ ସେବା କରିପାରିବେ ନାହିଁ, ମୋ ଉପରେ ହସ୍ତାକ୍ଷର ବି କରି ପ୍ରାର୍ଥନା କରିଦିଅନ୍ତୁ ଆଜ୍ଞା। ମୁଁ ଆପଣଙ୍କର ଅଭିଷେକ ନେଇକରି ସେବା କରିବା ପାଇଁ ଯିବା ପାଇଁ ଚାହୁଁଛି, ଆପଣଙ୍କ ଅଭିଷେକ ମୋତେ ଦେଇଦିଅନ୍ତୁ। ମୁଁ କହିଲି ଠିକ୍ ଅଛି, ମୋର ଅଭିଷେକ ମୁଁ ତତେ ଦେଉଛି, ନେଇକି ଯା। ତାପରେ ଆଉ ଗୋଟେ ଭଉଣୀ କହିଲେ, ଆଜ୍ଞା ମୋର ପୁଅକୁ ମିଶ ପ୍ରଭୁଙ୍କ ପାଇଁ ପଠାଇବେ ଆଜ୍ଞା, ଏବେ ସାନ ଅଛି, କାରଣ ମୁଁ ହାତ ରଖି ପ୍ରାର୍ଥନା କରିଥାନ୍ତୁ, ଇଏ ବି ବଡ଼ ହେଲା ପରେ ଯିବ। ତାପରେ ସେ ପୁଅକୁ ଆଣିଲେ, ଆଜ୍ଞା ଗୋଟେ ଫଟୋ ମୁଁ ନେବା ପାଇଁ ଚାହୁଁଛି। ସେ ପୁଅକୁ କଣ କଲି, ମୋତେ ଦେଇଥିବା ହାରଟା ତାକୁ ପୁଣି ଫୁଲମାଳ ପିନ୍ଧେଇଥିଲି, କହିଲି ଏ ଅଛି ଜୁନିୟର ନିରଞ୍ଜନ କହିବା ପାଇଁ ଚାହେଁ। ଭାଇ ଭଉଣୀ ମାନେ, ମୋର ଇଚ୍ଛା ଥିଲା ପ୍ରଭୁ ଗୋଟେ ପୁଅ କି ଝିଅ ଯଦି ଦେଇଥାନ୍ତେ ସେବା ପାଇଁ ଆମେ ପଠେଇଥାନ୍ତୁ, ପ୍ରଭୁ ଦେଇନାହାନ୍ତି। କିନ୍ତୁ ଆପଣମାନେ ଆମର ପୁଅ ଝିଅ ମାନେ, ସେଇଟା ଆମେ ଅପେକ୍ଷା କରୁଛୁ ଯେ ଆପଣମାନେ ଯିବେ ଆଉ ଆମଠାରୁ ବେଟର ମିନିଷ୍ଟ୍ରି କରିବେ, ଆମଠାରୁ ଉତ୍ତମ ସେବା କରିବେ, ଆମଠାରୁ ଅଧିକ ଆତ୍ମା ଲାଭ କରିବେ। ଏଇଟା ଆମର ପ୍ରାର୍ଥନା। ମୋ ହୃଦୟର ବୋଝ ପ୍ରିୟ ହେଇଗଲା, ଦେହରେ ବଳ ବି ପ୍ରଭୁ ନାହିଁ। ବେଳେ ବେଳେ ମୋ ସ୍ତ୍ରୀ କୁହନ୍ତି, ତୁମେ ଖଟିଆରେ ପଡୁ ପଡୁ ସିଧା ଘୁମୁରିଆକୁ ମାରୁଛ। ମୁଁ ଖାଲି ଦିନ ସାରା ଜଗିଥାଏ କେତେବେଳେ ଖଟିଆରେ ପଡ଼ିବି ବୋଲି। ବସ୍ ସେତିକି, ଆଉ ଟିକେ ଦେହରେ ସେତିକି ବଳ ଥାଏ, ବଳ ସରିଲା ଖଟିଆରେ। ମୁଁ ରାତି 2ଟା 3ଟା ଭିତରେ ଶୁଏ ରାତିରେ, ପ୍ରତିଦିନ। ଏଇଟା ଗୋଟେ 15-20 ବର୍ଷର ଅଭ୍ୟାସ ମୋର। ମୁଁ ଅଳ୍ପ ସମୟ ଶୁଏ, କାହିଁକି ଆମେ ଜାଣିଛୁ ଆରାମ ହାରାମ, ଆରାମ ହାରାମ। ଆମେ ଆରାମ କରିବା, ଏଇଟା ଆମର ଆରାମ କରିବାର ଜାଗା ନୁହଁ। ସେତେବେଳେ ଗାଁରେ ମୁଁ ଯାଇଥିଲି, କୋରାପୁଟ ଗୋଟେ ଗାଁରେ, ଏ ଜିଲ୍ଲାର ଗାଁରେ ଗୋଟେ ଭାଇ ମୋତେ କହୁଛି, ଆଜ୍ଞା ଆମର କୋରାପୁଟ ଭାଷାରେ ପଚାରିଲା, ଆଜ୍ଞା କେତେ ଫୁଟ ବସିବେ ଆଜ୍ଞା? ସେମାନେ କଣ, ଆପଣ କେବେ ବିଶ୍ରାମ ନେବେ ଆଜ୍ଞା, ଆପଣ କେବେ ରେଷ୍ଟ ନେବେ?
ମୁଁ ତାକୁ ତାରି ଭାଷାରେ କହିଲି ଗୋଟେ କଥା, ଯେବେ ମୋର ଫୁଣ୍ଡା ବନ୍ଦ ହେଇଯିବ ମୁଁ ଫୁଣ୍ଡିବି କହିଲି। ମୁଁ କେବେ ଫୁଣ୍ଡିବି? ଯେବେ ଫୁଣ୍ଡା ବନ୍ଦ ହେଇଯିବ ସେଠି ଫୁଣ୍ଡି। ପ୍ରିୟମାନେ ମୁଁ ଆପଣମାନେ କହିବା ପାଇଁ ଚାହେଁ, ଯେତେବେଳେ ପର୍ଯ୍ୟନ୍ତ ଶେଷ ନିଶ୍ୱାସ ଅଛି, ଏବେ ମୋର ପ୍ରାର୍ଥନା, ପ୍ରଭୁ ଯଦି ମରିବା ପୂର୍ବରୁ ଆପଣଙ୍କ ଇଚ୍ଛା ହୁଏ ଗୋଟେ ମେସେଜ ଦେଇକରି ମରିବା ପାଇଁ ଚାହୁଁ। ଆଜ୍ଞା ମେସେଜ କହିଲେ ତାପରେ ମରିଗଲେ ବୋଲି ଖୁସି ଲାଗେ। ଆଜ୍ଞା ମେଡିକାଲରେ ଥିଲେ 2 ମାସ, বেশি হলকত ହେଲେ ବହୁତ କଷ୍ଟ, ବହୁତ ବେମାର, ନିଶ୍ୱାସ, ସେଟା ମୁଁ ଚାହୁଁନାହିଁ। ମୁଁ ଚାହୁଁଛି ଯଦି ମରିବା ପୂର୍ବରୁ ଗୋଟେ ମେସେଜ ଦେଇକି ଆଜ୍ଞା କର ଶେଷ ମେସେଜ ବୋଲି ମାତ୍ର। ଆଉ ମୁଁ ଯେବେ ବି ପ୍ରଚାର କରେ ଗୋଟେ ବିଷୟ ଭାବେ ଏଇଟା ହୁଏତ ମୋର ଶେଷ ମେସେଜ ହେଇଥିବ। ମୁଁ ଯେବେ ମୁଁ ଦ୍ୱିତୀୟ ମେସେଜ ଅପେକ୍ଷା କରେ ନାହିଁ, ମୁଁ ଗୋଟେ କଥା କୁହେ, ପ୍ରଭୁ ଏଇଟା ହୁଏତ ମୋର ଶେଷ ମେସେଜ, ହୁଏତ ଏଇଟା ବି ମୋର ଶେଷ ମେସେଜ ହେଇଥିବ। ମୋର ପ୍ରିୟ ଭଉଣୀମାନେ ଆପଣମାନେ କହିବା ପାଇଁ ଚାହୁଁଛି, ଆମେ ଯିବା ତାର ପ୍ରତିଜ୍ଞା ଅଛି। ବିଶେଷ କରି ଆପଣ ଯଦି ଦେଖିବେ ବାଇବଲରେ ପରମେଶ୍ୱରର ପ୍ରତିଜ୍ଞା ଗୁଡ଼ାକ ଦେଖିବା ସମୟରେ ତାଙ୍କର ବାକ୍ୟ ଗୁଡ଼ାକ କେବେ ତଳେ ପଡ଼ିବ ନାହିଁ। ସେ ଯାହା କହିଛନ୍ତି ତାହା ଅବଶ୍ୟ ସଫଳ ହେବ। ତେଣୁ ଆମର କର୍ତ୍ତବ୍ୟ କ'ଣ? ଆମେ ପ୍ରଭୁରେ ସୁସ୍ଥିର ରହିବା, ପ୍ରଭୁଙ୍କ ବାକ୍ୟକୁ ନେଇ ଆଗକୁ ଯିବା। ପଢ଼ିବେ ଟିକେ ଇସାଇୟାର 55:11 ପଦ, ଆଇଜାୟା chapter 55 verse 11। ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେପରି ହେବ, ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ। ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ ତାହା ସିଦ୍ଧ କରିବ। ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ ତହିଁରେ କୃତାର୍ଥ ହେବ। ମୋର ପ୍ରିୟ ଭାଇ ଭଉଣୀ, ପରମେଶ୍ୱରଙ୍କ ମୁଖର ବାକ୍ୟ କେବେ ବି ନିଷ୍ଫଳ ହେବ ନାହିଁ। ତେଣୁ ଆପଣ ବାକ୍ୟ ପ୍ରଚାର କରିବା ସହ ମନ ରଖିଥାନ୍ତୁ, ଆପଣ ଯାହା କହୁଛନ୍ତି ତାହା କେବେ ନିଷ୍ଫଳ ହେବ ନାହିଁ। ସୁସମାଚାର ପ୍ରଚାର କରନ୍ତୁ, ଆପଣ ବାକ୍ୟ ଗୋଟିଏ ବି ନଷ୍ଟ ହେବ ନାହିଁ। ଏଇଟା ପ୍ରଭୁଙ୍କର ପ୍ରତିଜ୍ଞା। ତେଣୁ ଆଜି ଆମେ ପ୍ରାର୍ଥନା କରିବା। ହେଲେ ଅନେକ ଭାବନ୍ତି, ଆଜ୍ଞା ମୁଁ ଯିବି ଯେ ମୁଁ କୋଉଠି ଯିବି, ମୁଁ କୋଉଠିକି ଯିବି? ମାର୍କ 5:19। କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, ତୁମ୍ଭର ଗୃହକୁ ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ। ପୁଣି ପ୍ରଭୁ ତୁମ ନିମନ୍ତେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଛନ୍ତି ସେହି ସବୁ ସେମାନଙ୍କୁ ଜଣାଅ। କୋଉଠି ଯାଅ? ତୁମର ଆତ୍ମୀୟମାନଙ୍କ ପାଖକୁ ଯାଅ, ତୁମ ନିଜ ଲୋକମାନଙ୍କ ପାଖକୁ ଯାଅ, ତୁମ ଘର ଲୋକମାନଙ୍କ ପାଖକୁ ଯାଅ। ପ୍ରଥମ କଥା କୋଉଠି ଯିବେ? ବାହାରକୁ ଯିବା ପୂର୍ବରୁ ଘର ଲୋକ ପାଖକୁ ଯିବେ। ଆପଣଙ୍କ ନିଜ ଲୋକ, ରକ୍ତ ସମ୍ପର୍କ ଲୋକ, ଆପଣଙ୍କ ବନ୍ଧୁ, ଆପଣଙ୍କ ପ୍ରିୟ ଲୋକମାନେ ସେମାନେ ପାଖକୁ ଯାଆନ୍ତୁ, କୁହନ୍ତୁ ସେମାନଙ୍କୁ, ପ୍ରଭୁ ମୋ ସହିତ ଏଇଟା କରିଛନ୍ତି, ମୋ ପାପରେ ଥିଲି, ମୋ ମନ୍ଦତାରେ ଥିଲି, ଅବାଧ ଥିଲି, ମୋ ପରିମାଣରେ ଜଘନ୍ୟ ପାପୀକୁ ପ୍ରଭୁ ଦୟା କରିଛନ୍ତି। ତୋତେ ବି ଦୟା କରିବେ ଭାଇ, ତୋତେ ବି ଦୟା କରିବେ ଭଉଣୀ, ତୁ ବି ଫେରିଆସେ ବୋଲିକି ଏଇଟା ଆପଣଙ୍କ ପ୍ରଥମ କାମ। ଆପଣ ଆତ୍ମୀୟମାନଙ୍କ ପାଖକୁ ଯିବେ। ଆଉ ଦ୍ୱିତୀୟରେ କୋଉଠିକି ଯିବେ? ମାଥ୍ୟୁ 22 ପର୍ବ ତାର 9 ପଦ। ମାଥ୍ୟୁ 22 ପର୍ବ ତାର 9 ପଦ। ଏଣୁ ତୁମ୍ଭେମାନେ ରାଜଦାଣ୍ଡ ଗୁଡ଼ିକର ଛକେ ଛକେ ଯାଇ କୋଉଠି ଯିବ? ଏବେ NH ଗୁଡ଼ାକ ଯିବ। ଗାଁ ସରିଲା ପରେ, ଗାଁରୁ ବାହାରିଲା ପରେ କୋଉଠି ବାହାରିବେ? ଆପଣ NHରେ ବାହାରିବେ। ଯେବେ ଗାଁ ସରିବ ଆପଣ ନ୍ୟାସନାଲ ହାଇୱେକୁ ପ୍ରଭୁ ନେବେ। ଆଗ ଗାଁର ମିନିଷ୍ଟ୍ରି ସାରନ୍ତୁ, ସାଇକେଲର ମିନିଷ୍ଟ୍ରି ସରାଇଲେ, ପ୍ରଭୁ ଭାଇ ମୋଟରସାଇକେଲ ଦେବେ, ମୋଟରସାଇକେଲ ପରେ କାହା ଦେବେ, ତାପରେ ପୁରା ଗାଁ ମଧ୍ୟ ଆମେ ଖାଲି ପ୍ରଭୁ ମତେ ଆମେରିକା ପଠାଅ, ପ୍ରଭୁ ମତେ ଇଂଲଣ୍ଡ ପଠାଅ ରାଜା। ମତେ ଜଣେ ଲୋକ ପଚାରୁଥିଲା, ଆଜ୍ଞା ଆପଣଙ୍କୁ ବିଦେଶ ଯିବା ପାଇଁ ଇଚ୍ଛା ଅଛି କି ନାହିଁ? ଆଜ୍ଞା ମୁଁ କହିଲି, ବାବୁ ମୋର ଉଦ୍ଦେଶ୍ୟ କାମ ନାହିଁ, ମୁଁ ବିଦେଶ କାହିଁକି ଯିବି? ମୋର ଉଦ୍ଦେଶ୍ୟ, ମୋର ଦାୟିତ୍ୱ, ମୋର ବୋଝ, ମୋର ଦେଶ, ମୋର ଓଡ଼ିଶାର ଲୋକମାନଙ୍କୁ ଜାଣିବାର ଅଛି। ଆଉ ତାଠୁ ବେଶୀ ଇଚ୍ଛା ମତେ ମୁଁ କଲି ନାହିଁ, ବେଶୀ ଇଚ୍ଛା ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ମୋର ହିନ୍ଦୀ ଭାଷା ଭଲ କହିପାରିବେନି। ଆଉ ହିନ୍ଦୀ କହିବା ଗୋଟେ ଲାଜ ଲାଗୁଥିଲା। ଯେତେବେଳେ ମୋ ମୁଖ୍ୟମନ୍ତ୍ରୀ ନୂଆରେ ଆସିଲେ ତାଙ୍କର ହିନ୍ଦୀ ଶୁଣିଲା ପରେ ମତେ ଟିକେ ସାହସ ଲାଗୁଥିଲା। ଏବେ ମୁଁ ବି ହିନ୍ଦୀ କହିବି, ଏବେ ମୁଁ ବି ହିନ୍ଦୀ କହିପାରିବି, ଏବେ ପୁରା ସାହସରେ କହୁଛି। ତାଙ୍କ ହିନ୍ଦୀ ଶୁଣିଲା ପରେ, ତାଙ୍କର ହିନ୍ଦୀ ଶୁଣିଲା ପରେ ଆଜି ଖୁସି ଲାଗେ। ମୁଁ ବି ହିନ୍ଦୀ କଲେ, ଯଦି ମୁଖ୍ୟମନ୍ତ୍ରୀ ଯଦି ଏମିତି ହିନ୍ଦୀ ଇଂଲିଶ କହିବେ ବୋଲେ ମୁଁ ତ
ଭାଇ ମାନ ଭାଷାଟା ହଉଛି କମ୍ୟୁନିକେସନ କରିବାର ମାଧ୍ୟମ ଆପଣ ସେ ଥଣ୍ଡା ଖଣ୍ଡିଆ ଖଣ୍ଡିଆ କଥା ବି କୁହନ୍ତୁ ମା ମାନେ ବୁଝିବେ କି ନାହିଁ ଛୁଆ କହୁଛ ଆମ କଣ କହୁଛି ନାଇଁ ଭୋକ ଲାଗୁଛି ଖାଇବି ବୋଲି କହୁଛି ତାପରେ କଣ କହୁଛି ନାଇଁ ସେ ହବନି ବୋଲି କହୁଛି ତାପରେ କଣ କହୁଛି ନାଇଁ ସେ ଶୋଇବି ବୋଲିକିରି କହୁଛି ତାପରେ କଣ କହୁଛି ନାଇଁ ଚକୋଲେଟ ଦେ ବୋଲିକିରି ଯଦି ଆପଣ ସେମିତି ଭାଷାକୁ ବୁଝିପାରୁଛନ୍ତି ଆମର ଓଡ଼ିଆ କାହିଁକି ବୁଝିବେ ନାହିଁ ତେଣୁ ଆପଣ ମୁଁ ଶିଖିବି ତା ବୁଝିବି ପାକା ବୁଝିବି ପୁରା ଜାଣିବି ତାପରେ PhD କରିବି ତାପରେ ସୁଷମାଚାର ପାଇଁ ଆଉ କେତେବେଳେ କଣ କହୁଛନ୍ତି ଆଜ୍ଞା ପ୍ରଭୁ ଡାକିଲେ ନା ମୁଁ ଯିବି ନ ଡାକିଲେ କାହିଁକି ଯିବି ବୋଲ ମତେ ଡାକି ନାହାନ୍ତି ମୁଁ ଏକା ଆସି 35 ବର୍ଷ ସେବା କରୁଛି ପ୍ରଭୁ ବାହାର କଥା ଡାକିଲେ କାହିଁକି ଟିକେଟ ବୋଲି କହିନାହାନ୍ତି ଡାକିଲେ ଆସି କରିବା ଲୋକ ଅପେକ୍ଷା ନ ଡାକିଲେ ଆସି କରିବା ନା ଭଲ ଭଲ ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜି ସମର୍ପିତ ହୁଏ ଯଦି ମୋର ପ୍ରଭୁଙ୍କ ସେବା ମୁଁ କରିବି ନାହିଁ ଯଦି ମୋର ପ୍ରଭୁଙ୍କ କଥା ମୁଁ କହିବି ନାହିଁ କିଏ କହିବେ ଆପଣ ନିଜେ ଆସନ୍ତୁ ପ୍ରଭୁ ଆପଣଙ୍କ ଗ୍ରାହ୍ୟ କରିବେ ଇଭେନ୍ ଆପଣ ଲାଷ୍ଟ ମୋମେଣ୍ଟରେ ଥାଇପାରନ୍ତି କିନ୍ତୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ ସକାଳେ ଯେଉଁମାନେ ଆସିଥିଲେ 9ଟା ବେଳେ ତାଙ୍କୁ ବି 50 ପଇସା 12ଟାରେ ଆସିବା ଲୋକକୁ ବି 50 ପଇସା 4ଟାରେ ଆସିବା ଲୋକକୁ ବି 50 ପଇସା ଆହୁରି କାମ ସରି ସୂର୍ଯ୍ୟାସ୍ତ ତାକୁ ମଧ୍ୟ ଆମେ ହେଉଛୁ ଶେଷ ସମୟର ସେବକ ମାନେ ଆମେ ମଧ୍ୟ ସେମାନଙ୍କ ଭଳିଆ ହିଁ ଆଶୀର୍ବାଦ ହେବା ଆପଣମାନେ ଚାହୁଁଛନ୍ତି ଆଜି ସମର୍ପିତ ହୁଅନ୍ତୁ ମୋର ପ୍ରିୟ ପ୍ରାଦର୍ଶ ତାକୁ ଚାହୁଁ ତାପରେ ଆପଣ ଦେଖିବେ ଗୋଟେ ପଦ ଲେଖାଯାଉଛି ଲୁକ 19:30 ପଦ ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ କୋଉଠିକି ଯାଅ ତୁମ ସମ୍ମୁଖସ୍ଥ ସେ ଗାଁକୁ ଯାଅ ବନ୍ଧା ହେଇଛି ଗୋଟେ ଗୋଧ ସେ ଗୋଧକୁ ପିଟାଇ କରି ଅନେକ ଗାଁରେ ଅନେକ ଗୋଧ ଗୁଡ଼ିକ ବନ୍ଧା ହେଇଛନ୍ତି ସେ ଗୋଧକୁ କେହି ୟୁଜ୍ ମଧ୍ୟ କରୁନାହାନ୍ତି ସେମିତି ବନ୍ଧା ହେଇଥିବା କାହିଁରେ ବନ୍ଧା ହେଇଛନ୍ତି ଆଜିକାଲି ମୋବାଇଲରେ ବନ୍ଧା ହେଇଛନ୍ତି ନେଟ୍ରେ ବାନ୍ଧିଛନ୍ତି ଏମିତି ବନ୍ଧା ହେଇଥିବା ଲୋକମାନଙ୍କୁ ତାକୁ ଆଣ ପ୍ରଭୁ ତାଙ୍କୁ ବ୍ୟବହାର କରିବେ ଭାବି ଦେଖନ୍ତୁ ପ୍ରଭୁ ଗୋଧକୁ ମଧ୍ୟ ବ୍ୟବହାର ଆମର ପରମେଶ୍ୱର ଏତେ ମହାନ ପରମେଶ୍ୱର ସେ ଗୋଧକୁ ମଧ୍ୟ ବ୍ୟବହାର କରନ୍ତି ସେ ଗୋଧକୁ ବ୍ୟବହାର କଲା ପରେ ଛାଡ଼ିଦେବେ କୁଆଡ଼େ ଗଲା ଜଣା ନାହିଁ ଯେ ଯାଇଥିବ ତାଙ୍କ ଘର ଯାଇଥିବ ସିନା ସେ ଗୋଧଟା କ'ଣ ବୋଲି କହୁଛି ଗୋଧକୁ ଏବେ ଗୋଧ ଏ ଲୋକମାନେ ଭଲ ଲୋକ ନାହିଁ ସେଦିନ ମତେ କେତେ ମର୍ଯ୍ୟାଦାରେ ନେଲେ କୁହୁଳି ମାରିକି ନେଲେ ଫୁଲ ପକାଇକି ନେଲେ ଲୁଗା ପାତି ଦଉଥିଲେ କେତେ ମର୍ଯ୍ୟାଦା ନେଲେ ଆଜି ମତେ ଅନାଉକି ନାହାନ୍ତି ଏ ଲୋକମାନେ ଅନାଉନି ସେଦିନ କେତେ ରେସ୍ପେକ୍ଟ ଦଉଥିଲେ ସେ ଗୋଧକୁ କହିଲେ ଏବେ ଗୋଧର ଗୋଧୁଆ ଖାଇକି ରହିବୁ ତୋତେ ରେସ୍ପେକ୍ଟ ଦଉନଥିଲେ ତୋର ଉପରେ ଯେ ବସିଥିଲେ ନାଇକି ତାଙ୍କ ପାଇଁ ତୋର ରେସ୍ପେକ୍ଟଟା ଥିଲା ସେ ଉଲି ପଡ଼ିଲା ମୋ ରେସ୍ପେକ୍ଟ ମନେ ରଖନ୍ତୁ ଅଭିଷେକ ଗଲା ପରେ କୁକୁରଟି ପଚାରିବ ନାହିଁ ପ୍ରଭୁ ଛାଡ଼ିଦେଲା ପରେ ଆମର ଗତି କୁକୁର ଗତି ହେଇଯିବ ତେଣୁ ଆପଣଙ୍କ ଅଭିଷେକ ସହିତ ଖେଳିବେ ନାହିଁ ସାମସନ ଅଭିଷେକ ସହିତ ଖେଳିଲେ ପରେ ଅସୁବିଧା ହେଇଗଲା ଦାଉଦ ଖେଳିଥିଲେ ସମୟ ଥାଉ କାନ୍ଦିଲେ ପ୍ରଭୁ ଯୋଉଟା ଗଲେ ଚାଲୁ ତୋ ଅଭିଷେକ ମଧ୍ୟ ଦିଅ ନାହିଁ ତୋର ପବିତ୍ରତା ଏଇଟା କାନ୍ଦିବାର ଅଛି ଭାଇ ଭଉଣୀ ଶାନ୍ତ ଆଜି ପ୍ରାର୍ଥନା କରିବା ପ୍ରଭୁ ମୁଁ ଯିବା ପାଇଁ ଚାହୁଁଛି କୋଉଠିକି ଯିବେ ସେ ପଦର ପୁଣି ଥରେ ପଢିବା ମାତ୍ର 16 ପର୍ବ 15 ପଦ ପୁଣି ଯୀଶୁ ସେମାନଙ୍କୁ କହିଲେ ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର ସମୁଦାୟ ଜଗତକୁ ଆମେ ଯିବା କିନ୍ତୁ ଆରମ୍ଭ କରୁଛି ଆମ ଗାଁରୁ ଆରମ୍ଭ ହବ ଆମ ଗାଁରୁ ଆମେ ସମୁଦାୟ ଜଗତକୁ ଆଜି ଯିବା ପ୍ରଥମ ଆମ ସେବା ଆମେ ଗାଁରେ ଆରମ୍ଭ କରିବା ପ୍ରିୟ ଭାଇ ଭଉଣୀ ମାନେ ଆମେ କହୁଛୁ ଆଜ୍ଞା ମତେ ଟିକେ ଟାଇମ୍ ମିଳିଲେ ମୁଁ କେବେ କେବେ ପ୍ରଭୁଙ୍କର କଥା କହିବି ପ୍ରଭୁଙ୍କ ଦାସ ଏମିତି କହିଛନ୍ତି ପାର୍ଟ ଟାଇମ୍ ଖ୍ରୀଷ୍ଟିଆନ ଫୁଲ୍ ଟାଇମ୍ ଡେଭିଲକୁ ହରାଇ ପାରିବ ନାହିଁ ଏ ପାର୍ଟ ଟାଇମ୍ ଖ୍ରୀଷ୍ଟିଆନ cannot defeat a full time devil part time ki shaitan part time shaitan ki shaitan bhana କେବେ କେବେ କାମ କରୁଛ 10ଟା ବେଳେ ଟିକେ କାମ କରିବି
और ये पूजा करवानी बेले बाकी बेले मैं रेस्ट नहीं कर से फुल टाइम डेविल से तो फुल टाइम डेविल हेले आपण मध्य फुल टाइम प्रचार करवा दरकार मोर प्रिय भाई भौणी मान आपण मान कहवाई चाहे आप कौन करेंगे गोटे भल टीचर ख्रिस्टियान टीचर से भल शिक्षा दे पार गोटे भल ख्रिस्टियान मैनेजर भल मैनेज कर पार गोटे ख्रिस्टियान इंजीनियर भल बिल्डिंग तैयारी देखुं कि ना पूरा आम गुड़ा भाग्य खराब जोटा बनाइले से रास्ता बनाइले रास्ता धोई ब्रिज बनाइले ब्रिज भांगी पार्लियामेंट बनाइले सेटा बोलुची मंदिर बनाइले सेटा मध्य एयरपोर्ट बनाइले सेटा मध्य कहीं भल इंजीनियर नहांती भल लोक नहांती ख्रिस्टियान मान को कहवाई चाहे भल इंजीनियर कहतु भल डॉक्टर भल कारण ख्रिस्टियान मान ही भल ट्रिटमेंट दे पारे ख्रिस्टियान मान ही भल जत्न नहीं पारे ख्रिस्टियान ऑटो वाला ही लोक भल जत्न नहीं थोड़े गोटे पुआटा मत कहला सर मोर ऑटो नहीं कि सर जन पर्स गोटे पड़ जाता सर मुझे जानी नी घरे आने सकाले छाड़ कला बेलू धरला बेलू देखुची गोटे पर्स पड़ जाइए 500 टका नोट मैंने गोटा था देखली ऋण तो मत बेसी हो जाइए केमती करबी प्रभु जगाइले कि केमती बोली मैं भावुली नाई एटा कार्ड हो जो लोक आम तो रेगुलर जाऊे फोन कली से बड़ कष्ट फोन उठाइले कहले कौन है बाबू मु बड़ टेंशन रही बापा मोर पोस्टा हरी जाइए कहला आज्ञा आप घर सामने ठिया पोस्टा आपणकर गोटे साक्ष्य वाक्य कहतु कि साक्ष्य भी थी दरकार साक्ष्य थी दरकार तेनाली प्रभु दास कहते प्रीच द गॉस्पेल इफ नेसेसरी देन ओनली यूज द वर्ड से कहते सुसमाचार प्रचार कर जब संभव हुए आवश्यक हुए तेरे कथा मन कथा कहवा दरकार बिना कथार सुसमाचार प्रचार कर जीवन गोटे सुसमाचार होगा दरकार आम हूँ पंचम सुसमाचार प्रिय भाई भौणी मान कहीं कहवाई चाहूँगी आपण बिना बाहाना कौन बाहाना न देखी आप सेवा कार्य बाहरी आस प्रभु आप जब आप प्रभु सेवा करेंगे ना किए प्रभु सेवा करेंगे अनेक कहते आज्ञा प्रभु मत डाकिले सीना जी प्रभु मत आह्वान कले सीना मुझी तुमको न सेवा आह्वान कले टीचर हाँ आह्वान कले बैंक मैनेजर आह्वान कले पुलिस हाँ आह्वान कले जा तू पुलिस से बाड़ी धरिक जात्रा मंत्री ठिया होता पूजा मंत्री ठिया होता और छकरे आह्वान कले प्रभु आह्वान न कल MBA कल MCA कल CA कल BD कल टीचर कल एवं सेवा कार्य प्रभु आह्वान करवार अच्छे मोर प्रिय मान प्रभु प्रत्येक संतान मान आह्वान प्राप्त संतान आम शिष्य शिष्यर काम हूँ सुसमाचार करने आज बिना बाहाना आम समस्ते कौन करवा समर्पित हवा मोर प्रिय भाई बड़ी मैंने बड़का भी भौणी मान भी जापारे बाइबल आम देखुच भौणी मान भी जाइए फैमिली थी लोक चाहिए फिलिप फैमिली थी लोक मोर फैमिली अच्छी फैमिली थी भी चाहते आगे मोर बैचलर अच्छी बैचलर भी चाहते आगे मो झील पिला प्रभु को आप चाहते इन स्पाइट ऑफ ऑल डिफिकल्टीज आप चाहते सफिशिएंट नॉलेज नहीं हेले भी चाहते डिस्करेजमेंट अच्छी हेले भी चाहते प्रभु आप व्यस्त रही प्रभु कौन कहते तुम्हें जाओ और मुझ तुम सहित अच्छी और पवित्र आत्मा से रुहति जो चाहती जड़े प्रभु साक्षी होगा चाहती चौकी बंद करवा पदे प्रार्थना करने जो मैंने प्रभु साक्षी होगा चाहती प्रभु मु तुम सेवा करी से स्थान ठिया बंद